ଭକ୍ତି ଆସ୍ଥା ଏବଂ ସଂକଳ୍ପର ଏକ ଅନନ୍ୟ ଉଦାହରଣ ଦେଖାଇଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳର ଜଣେ ଭକ୍ତ। ଚିତ୍ରକୋଣ୍ଡା ଟ୍ରେମ୍ କଲୋନୀର ବାସିନ୍ଦା ସନାଧର ଖରା ନାମକ ଏହି ଭକ୍ତ ସାଇକେଲ ଯୋଗେ ଦୀର୍ଘ ତୀର୍ଥଯାତ୍ରାରେ ବାହାରି ପଡ଼ିଛନ୍ତି। ଗତ 17 ତାରିଖରେ ସେ ନିଜ ଘରୁ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ଛତିଶଗଡ଼ର ରାଜଧାନୀ ରାୟପୁର ପହଞ୍ଚିବା ପରେ ସେଠାରୁ ଉତ୍ତରପ୍ରଦେଶର ପବିତ୍ର ଧାମ ଅଯୋଧ୍ୟାକୁ ପହଞ୍ଚିବା ହେଉଛି ତାଙ୍କର ପ୍ରଧାନ ଲକ୍ଷ୍ୟ। ସନାଧର ଖରା କହିଛନ୍ତି ଯେ ଭଗବାନ ଶ୍ରୀରାମଙ୍କ ପ୍ରତି ଅଗାଧ ଭକ୍ତି ଓ ଆସ୍ଥା ତାଙ୍କୁ ଏହି ଦୀର୍ଘ ସାଇକେଲ ଯାତ୍ରା ପାଇଁ ପ୍ରେରିତ କରିଛି। ଯାତ୍ରା ସମୟରେ ସେ ବିଭିନ୍ନ ଅସୁବିଧା, ଶାରୀରିକ କ୍ଳାନ୍ତି ଓ ପଥର କଷ୍ଟ ସହିଲେ ମଧ୍ୟ ମନୋବଳ ଅତୁଟ ରଖି ଆଗକୁ ବଢୁଛନ୍ତି। ସାଇକେଲରେ ଭଗବାନ ଶ୍ରୀରାମଙ୍କ ପତାକା ଲଗାଇ ଜୟ ଶ୍ରୀରାମ ନାମ ଜପ କରି ସେ ଦିନକୁ ଦିନ ଶତାଧିକ କିଲୋମିଟର ଯାତ୍ରା କରୁଛନ୍ତି। ରାସ୍ତାରେ ଅନେକ ଲୋକ ତାଙ୍କର ଏହି ଭକ୍ତିମୟ ଯାତ୍ରାକୁ ଦେଖି ଉତ୍ସାହିତ ହେଉଛନ୍ତି ଏବଂ ସହଯୋଗ ମଧ୍ୟ କରୁଛନ୍ତି। ସନାଧର ଖରାଙ୍କ ଏହି ସାଇକେଲ ଯାତ୍ରା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀ ଓ ପରିବାର ସଦସ୍ୟମାନେ ତାଙ୍କର ସୁରକ୍ଷିତ ଯାତ୍ରା ଏବଂ ସଫଳ ତୀର୍ଥ ଦର୍ଶନ ପାଇଁ ପ୍ରାର୍ଥନା କରୁଛନ୍ତି। ଭକ୍ତି, ଧୈର୍ଯ୍ୟ ଏବଂ ସଂକଳ୍ପର ଏହି ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି କୁହାଯାଉଛି। ନବରଙ୍ଗପୁର ଉମରକୋଟରୁ ତ୍ରିପତି ନନ୍ଦଙ୍କ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ। ମୋ ନାଁଟା ହେଉଛି ସନାଧର ଖରା। ମୁଁ 17 ତାରିଖରେ ବାହାରିଲି ଚିତ୍ରକୋଣ୍ଡାରୁ ଅଯୋଧ୍ୟା। ଆଚ୍ଛା, ଆପଣ ସାଇକେଲରେ ଯାଉଛନ୍ତି? ଆଜ୍ଞା, ସାଇକେଲ ଆଉ ଆପଣଙ୍କର ଲକ୍ଷ୍ୟ କ'ଣ ଅଛି ଆଜ୍ଞା ଏଇଟା ଯିବାର? ଏମିତି ବୁଲିକି ରାମ ମନ୍ଦିର ଟିକେ ଯାଇକି ଆସିବି। ଗତ ବର୍ଷ ଯାଇଥିଲି ସାଇକେଲରେ। କିଲୋମିଟରରେ ଆପଣଙ୍କର ଷ୍ଟପେଜ୍ ହେଉଛି? ଷ୍ଟପେଜ 80, 500, 90 ଏମିତି ଷ୍ଟପେଜ ହେଉଛି। ଏବେ ପାଖାପାଖି କେତେ କିଲୋମିଟର ଆସିଲେଣି? ମୁଁ ଏବେ ଡାବ ଗାଁରୁ ଆସିଛି। ରାତି ଶୋଇଲି ଡାବ ଗାଁରେ ବସଷ୍ଟାଣ୍ଡରେ। ଭାଇମାନେ ମୋତେ ଟିକେ ସାହାଯ୍ୟ କଲେ। ମୁଁ ସକାଳୁ 4:30 ବେଳକୁ ବାହାରିକି